जय मंगल हर मोहिनी गो जय मंगल हर। हेलो हेलो मते सिंह मते बाहिनी गो जय जय मंगल हर। सत्य रे सीति कंठ जोगु हेला प्रकट सत्य रे सीति कंठ जोगु हेला प्रकट। त्रिपुरासुर बद्धे कारिणी गो जय जय मंगल हर। जुगे मंगल नाम रे महिपाल त्रेता जुगे मंगल नाम रे महिपाल। पूजिले वंश रक्षा कारिणी गो जय जय मंगल हर। द्वापरे वेणु पानी तोर सकती जानी द्वापरे वेणु पानी तोर सकती जानी। कले निजे आपना भगिनी गो जय जय मंगल हर। जेते महिमा के पाई पारे सीमा तोरो जेते महिमा के पाई पारे सीमा। सत्यवान करई दैनी गो जय जय मंगल हर। हेले मामू बाप तुमे तो मामू हबा हम तो भणजा सत्यवान आज्ञा आपण जहा पचारिवे टिके कहानी के तो स्वर रे पचारिवे ठीक अछि। काहे कि हमर बाप टे बोलिया टिके अभ्यास मत टिके गीत हबा गायर अभ्यास नाही हो हो तथा ही पचार दोती। मंगला मंगला बोली समस्ते डाकंती गाहण मानकर मंगला अटंती इष्टपति। मंगले मंगलावार आणंती ताहांकु मंगलावार पूजंती मंगला मांकु। ए मंगला बोली कि ऐसे न पारे मु जानी। शास्त्र रुजे हे गायक मणि
ଏଥର ଗାଡ଼ି ଷ୍ଟାର୍ଟ ମାରିବା ମାମୁଁ କଂସ ପରି ମାମୁଁକୁ ହେ ବାଇ ମନରେ ହଁ। ତୋର ମନକୁ ବୁଝା ଭାଇ ମନରେ ଟିକେ ମନକୁ ବୁଝା ବୁଝା ଭାଇ ମନକୁ ବୁଝିଲେ ଆହା ମନକୁ ବୁଝିଲେ ହୋଇବୁ ରାଜା ଭାଇ ମନରେ ଟିକେ ମନକୁ ବୁଝା ଟିକେ ମନକୁ ବୁଝା ଭାଇ ମନରେ ବାବୁ ହେ ପ୍ରଥମେ କହୁଛି ମୁଁ ନୃସିଂହ ପୁରାଣ ଆଚ୍ଛା ପିତାମ୍ବର ଦାସଙ୍କର ବିବରଣ ଆଜ୍ଞା ନହେଲେ ଭଣଜା ମତେ ଦେବେ ମନା କରିନ ମାତ୍ର ଭଣଜା ଆଜ୍ଞା ନହେଲେ ମଧ୍ୟ ହଁ ମାମୁଁ ହେଇଗଲା ବୋଲି କହିଦେବ ଲକ୍ଷ୍ମୀ ଅଲକ୍ଷ୍ମୀ ହେଲେ ଦୁଇ ଭଉଣୀ ଓ ଲକ୍ଷ୍ମୀ କି ବିବାହ ହେଲେ ଚକ୍ର ପାଣି ଦିନେ ଲକ୍ଷ୍ମୀ କହିଲେ ହେ ଜଗନ୍ନାଥ ମୋ ବଡ଼ ଭଉଣୀର ସରିଗଲା ବୟସ କାହାକୁ ବିବାହ କର ହେ ନାରାୟଣ ତୁମେ ଜଗତର ନାଥ ହେ ପ୍ରଭୁ ଭଗବାନ ବିଚାର କଲେ ପ୍ରଭୁ ଦାସରଥୀ ମୋ ଦେଢ଼ ଶାଶୁକୁ କାହା ସଙ୍ଗେ ବିବାହ ମୁଁ ଦେବି ଉଦାଳ ଋଷି ନିକଟକୁ ଗଲେ ତୁମେ ଅଲକ୍ଷ୍ମୀ କି ଭାଇରା ଦାନ ନିଅ ବୋଇଲେ ବିବାହ ହେଲେ ଉଦାଳ କରୁସି ଆଜ୍ଞା ଅଲକ୍ଷ୍ମୀର ପ୍ରକୃତି ଅଲକ୍ଷ୍ମୀ ଛାଡ଼ିବ କି ହେଲେ ମାମୁଁ ହଁ? ଠାକୁରାଣୀ ଜନ୍ମ କି କହୁଛ ମତେ ହଁ? ସେ ଦିଗରେ ତ ମୋର ନାହିଁ ସୁଚିତେ ମୁଁ ତ ପଚାରିଛି ମଙ୍ଗଳା କିରତି ଠାକୁଣାରୀରେ ମତ ନାହିଁ ତମତି ଭାବୁଥିଲି ଆଜ୍ଞା ବାଡ଼ି ବୁଲ ବୁଡ଼ କୁଆଡ଼େ ବାଜିଯିବ କି ଏଟା ସିନା ଅନ୍ଧାର ଘରେ ବାଡ଼ି ବୋଲେ ଏଟା ଚାରି ଚାରିଟା ଲାଇଟ୍ ଲାଗିଛି ମାମୁଁ ହେଲା ହବନି ଆଉ ହବନି ଆଁ? ଆଉ ହବନି ଭାବୁଥିଲି ମଙ୍ଗଳା ରୂପ ବଟନ୍ତି ସେ ଠାକୁରାଣୀ ମହାମାଇ ହଉ ତୁମକୁ ଶାସ୍ତ୍ର ଲେଖାରୁ ଭଣଜା ଦେଉଥିଲି କହି ଆଚ୍ଛା ମଙ୍ଗଳା ଯିଏ ଆଜ୍ଞା ଠାକୁରାଣୀ ବି ସିଏ ମଙ୍ଗଳବାର ଦିନ ମା ମହାମାଇ ଏ କେଉଁ ସ୍ଥାନେ ରହୁଛନ୍ତି ଦେବୀ ଗୁପ୍ତ ହୋଇ ଶନିବାର ଦିନ ପୁଣି ମହାମାଇ ଯିବେ ଶନିବାର ଦିନ ପୁଣି ମହାମାଇ ଯିବେ ନିମ୍ବ ଗଛ ମୂଳେ ଯାଇ ଆଶ୍ରୟକୁ ନେବେ ଆମର ଆମର ଗାୟକ ମାନେ ପୂର୍ବ କାଳରେ ଗୋଟେ ପଦଟି କହୁଥିଲେ କଣ ବୋଲି କଣ କହୁଥିଲେ କଣ ବୋଲି କରୁଣା କରି ଆଗ ଅରୁଣା ଧରି ତରୁଣୀ ନିୟଗ ଏବେ ବିଦାୟ କରି
ପୁରୁଣା ଗାୟକ ମାନେ କହୁଥିଲେ ତ ରେ କରୁଣା କରି ଅରୁଣା ଧରି ତରୁଣ ଏବେ ବିଦାୟ କରି ମାନେ ଏ ଉପରେ ଆସିବନି। ମୁଁ ପଚାରିଲି ମଙ୍ଗଳା ମା କିଏ, ସେ କୋଉଠି ରହୁଛନ୍ତି କଣ କରୁଛନ୍ତି, ମୁଁ ସେଟା ପଚାରିନି। ମଙ୍ଗଳା କିଏ ହେଲେ ମୁଁ ପଚାରିଲି। ତାଙ୍କର ଘର କୋଉଠି, ତାଙ୍କର ପୋଷ୍ଟ କୋଉଟା, ମଙ୍ଗଳା କିଏ ତ ମୁଁ ଜାଣିନି ଆଉ। ଆଜ୍ଞା ତାଙ୍କର ହଁ ଆଜ୍ଞା ଆଜ୍ଞା ମଙ୍ଗଳା କିଏ? ହଁ। ହାଁ ମଙ୍ଗଳମ୍ ଭଗବାନ ବିଷ୍ଣୁ ମଙ୍ଗଳମ୍ ମଧୁସୂଦନମ୍ ମଙ୍ଗଳମ୍ ପୁଣ୍ଡରୀକାକ୍ଷ ମଙ୍ଗଳମ୍ ଗରୁଡ଼ଧ୍ୱଜମ୍ ମଙ୍ଗଳମ୍ ଭଗବାନ ବିଷ୍ଣୁ। ଶ୍ଲୋକରେ ମଧ୍ୟ ପ୍ରମାଣ ଅଛି ଆଜ୍ଞା। ସର୍ବମଙ୍ଗଳ ଜଗନ୍ନାଥ। ହାଁ ଆଜ୍ଞା ପଣ୍ଡିତ ବର୍ଗ ଏବେ ଡେରିଥିବେ କର୍ଣ୍ଣ, ହଉ ଯିଏ ଯୋଗ ମାୟା ସିଏ ମଙ୍ଗଳା ବହନ। ଭାବୁକ ମଣ୍ଡଳୀ गे ଶୁଣନ୍ତୁ ମନ ଦେଇ, ପ୍ରକୃତି ରୂପିଣୀ ଦୁର୍ଗା ମାଇ, ହଁ ଯଦି ନ ଜନ୍ମିଲେ ମହିଷା ମାରିବା ପାଇଁ। ବାବୁ ମାନେ ଡେରିଥିବେ କର୍ଣ୍ଣ, ସେତେବେଳେ ଯୋଗ ମାୟା ଚିନ୍ତିଲେ ମନ। ହେ ଦେବତା ମାନେ ଦିଅ ଅମୃତ ଦାନ, ସବୁ ଦେବତା ମାନେ ମନେ ଚିନ୍ତା କରିଲେ, ମନରୁ ପୁଣି ମା ମଙ୍ଗଳା ଜାତ କଲେ। ମା ମଙ୍ଗଳା ହୋଇଲେ ଜନମ, ଅମୃତ ବଦଳରେ ଦେଲେ ସୁରାପାନ। ହବ କି ଆଜ୍ଞା ଏଇଟା? ଆପଣ ଯାହା କହିଲେ 100 ମାର୍କ, ଯେ ଏଇଟା କାଟିକି ମାର୍କଟା ଦେଲା ହବ। କାକରା ଦେଲା ଆଜ୍ଞା, ଦିଟା କାକରା ପିଠା। ହାୟ ହେ ଆଜ୍ଞା ଦେବତା ମାନଙ୍କ ମନରୁ ଜନ୍ମ ମଙ୍ଗଳା, ଏଇଟା ଆପଣ ମନା କଲେ। ଆଚ୍ଛା ରାମାୟଣ ପୁରାଣର କିଏ ବିଷୟ ଅଛି, ନଗଲେ କି କରି ମଣିଷରୁ ମୁଁ କହିବି ବାଛି, ନଗଲେ କି କହିବି ଭାରତ ପୁରାଣ, ନଗଲେ କି ବ୍ରହ୍ମ ବୈବର୍ତ ପାଇବ ମନ। ବ୍ରହ୍ମ ବୈବର୍ତ ଚାରି ଭାଗରେ ବିଭକ୍ତ, ପୁଣି ବ୍ରହ୍ମ ବୈବର୍ତ ପୁରାଣ। ଠିକ ଆଜ୍ଞା କ୍ଷେତ୍ର ମୋହନୀ ଭଣିତି ଗର୍ଗବଡୁ ରତ୍ନାକର ଭଣିତି ବିବରଣ। ବ୍ରହ୍ମ ବୈବର୍ତ ପୁଣି 4 ଖଣ୍ଡ ଅଛି। ବ୍ରହ୍ମ ଖଣ୍ଡ ଆବର ହୋଇଲା ପ୍ରକୃତି। ଆଜ୍ଞା କୃଷ୍ଣ ଜନ୍ମ ଖଣ୍ଡ, ଗଣେଶ ଖଣ୍ଡ, ଏ 4 ଭାଗରେ ପୁଣି ହୋଇଲା ବ୍ରହ୍ମ ବୈବର୍ତ ପୁରାଣ। ଏ ବ୍ରହ୍ମ ବୈବର୍ତ ପୁରାଣକୁ କୋଟିଏ ନମ ନମ। ପଣ୍ଡିତ ମାନେ गे ମୋହର ଶୁଣ ମନ ଦେଇ, ବ୍ରହ୍ମ ବୈବର୍ତ ପୁରାଣ ଯେ କହିବା ବୁଝା। প্রকৃতি খণ্ডরে কবি যে করিলে লিখন, মঙ্গলা নাম তাঙ্কু কে করিলে প্রদান। बाबू माने मोर डेरी थिवे कर्ण, दिने गोलोक रे राधा कृष्ण थिले रखिण। बाबू माने गे शुण मन देई, एत प्रकृति खंड मगे मु देवी बुझाई। प्रथम प्रकृति जे राधा को बोलंदी, राधा अंगरु जन्म हेले केते प्रकृति। सुदामा नामे थिला गोटिए गोप, सुदामा नामे थिला गोटिए गोप, एणे पूजा पाउथुले गोलोक रे गोलोक नाथ। अच्छा गोलोक बिगारी प्रभु रासेश्वर, रासेश्वरी थिला नाम राधांकर। रासमंडल गोटी तांकर अधिकार, एतिकी बेले जगा खेला कारण
ସତ୍ୟା ନାମେ ସଖୀ ଗୋଟେ କଲା ଗମନ ସୁଦାମା ଗୋପକୁ ଦେଖି ପରିହାସ ଦେଲା କରିଣ ରାଧାକୃଷ୍ଣ ରାସରେ ଅଛନ୍ତି శాప ଦେଲେ ତାଙ୍କୁ ରାସଧିପତି ତୁମେ ଦୁହେଁ ପୁଣି ମର୍ତ୍ତ୍ୟରେ ଜନ୍ମ ହେବ କାହା କହିଲେ ଗାୟ କହେ ରତନ ଅଟହି ଏହୁ ଯେ ତୁଳସୀ ଆଖ୍ୟାନ ତୁଳସୀ ଆଖ୍ୟାନ ମୁଁ ତ ପଚାରିଛି ମଙ୍ଗଳାଙ୍କ କଥା ଆଜ୍ଞା ଆପଣ କହୁଛନ୍ତି ତୁଳସୀର ବାରତା ଆଜ୍ଞା ସତ୍ୟକୁ ଅଭିଶାପ ଦେଲେ ମର୍ତ୍ତ୍ୟରେ ତୁମେ ବୃନ୍ଦାବତୀ ହୁଅ ଜନ୍ମ ବଇଲେ ତୁଳସୀ ପୁଣି ନାମ ହୋଇବ ତୁମର ଏ ସୁଦାମା ନାମ ପୁଣି ହୋଇବ ଶଙ୍ଖଚୂଡ଼ ଜଳନ୍ଧର ଯା ନାମ ଜଳନ୍ଧର ପୁର ନାମରେ ଗୋଟିଏ ଥିଲା ଯେ ଅସୁର ସ୍ୱର୍ଗ ମର୍ତ୍ତ୍ୟ ପାତାଳକୁ କରିଦେଲା লেখা হয়েছে ব্রহ্মাঙ্গ ঝালর হইলা ত্রিপুরা অসুর উৎপত্তি ঠিক কিন্তু ব্রহ্ম বৈবর্ত পুরাণে হয়েছে বর্ণন যেতবে ত্রিপুরা অসুর হইলা বলবান স্বর্গ মর্ত্য পাতাল জিনিলা বাহু বলরে বহন দেবতা মানে ভয়ে কইলে থর হর ডাকিলে হরি আগে আম্ভঙ্গু রক্ষা কর ঠিক সকল দেবতাঙ্গ হইলে মেল ডাকিলে রক্ষা কর আদি মূল দেবাধি দেব প্রভু নারায়ণ ভাবুক মণ্ডলীকে কর্ণরে শুণ এণে দেবাধি সকল দেবতা হারিলে সবু দেবতা মানে চিন্তা করিলে কাগজরে মরিব এ ত্রিপুরা অসুর দেবতা মানঙ্গ পড়িলা বিচার ধ্যানরে জানি দেলে সাবিত্রী বর দেবাধি দেব মহাদেব অটন্দি মহাদেব হস্তরে ইয়ে হইব মুক্তি 33 কোটি দেবতা পলাই গলে মহাদেবঙ্কু আরাধনা কলে পণ্ডিত মানে ডেরিথিবে কর্ণ আজ্ঞা দেবতাঙ্গ আরত শুনিলে পঞ্চানন ত্রিপুরা অসুর ব্রহ্মাঙ্গ কুমার ব্রহ্মাঙ্গ স্মেদরু যে জন্ম তাঙ্গর হেলে ব্রহ্মা পুଅ হই অসুর হেলা কি পাই সঞ্জ বেড়ে ব্রহ্মা ধ্যান করুলে জলরে পুଣି জল তর্পণ করিলে ব্রহ্মাঙ্গর মুন্ডরু যে ঝাল বসিলা সে ঝাল পুଣି রজ ব্রিজরে মিশিলা সঙ্গে সঙ্গে ত্রিপুরা সুরর জন্ম হেলা দেখিলে সবু দেবতা গলে তলিণ এতেবেলে ভাবিলে দেবতা পঞ্চানন কি রূপে ত্রিপুরা গারিব জীবন হরিহর দুহে একত্র হইলে শুণ হে বাবু মানে মঙ্গলা জনম কাগজরে মরিব এ অসুর বহন হেলে আজ্ঞা 33 কোটি দেবতা মানে একত্র হেলে আজ্ঞা মহাদেবঙ্কু আরাধনা কলে আজ্ঞা মহাদেব মନରେ পুଣି করিলে বিচার কিমিতি মরিব এ চণ্ডাଳ অসুর মেঘ কামরূপী পুଣି অসুর কামরূপী কেতেবেলে কেতে রূপ অসুর হুଅନ୍ତି ନିଜେ ମହାଦେବ ପୁଣି ମନେ ବିଚାରିଲେ ବ୍ରହ୍ମ ପୁରୁଷ ମହାଦେବ ଅଟନ୍ତି ମନରୁ ଯେ ଜାତ କରିଲେ ଗୋଟିଏ ପ୍ରକୃତି ଆଜ୍ଞା ମହାଦେବ ହେଉଛନ୍ତି ସାକ୍ଷାତରେ ବ୍ରହ୍ମ ହେଲେ ମହାଦେବ ମନରୁ ପ୍ରକୃତି କି ଜାତ କଲେ ଆଜ୍ଞା ପ୍ରକୃତିରୁ ଜାତ ପୁଣି ହେଲେ ମହାମାଇ ଦେବତା ମାନଙ୍କର ମଙ୍ଗଳ ପାଇଁ ବିଜୟ ନାମରେ ଏକ ହେ ଥିଲା ଏକ ରଥ ସେ ରଥରେ ବସିଲେ ପଶୁପତି ନାଥ
ଜୟ ରଥରେ ବହୁ ପଞ୍ଚାନନ ହଁ, ହଁ। ଆରୋହୀଣ ଯାଇ ପୁଣି ହେଲେ ଯୁଦ୍ଧ ସ୍ଥାନ ଠିକ ଯାଇ ତ୍ରିପୁରାସୁର ସହିତ ଯୁଦ୍ଧ ଯୁଦ୍ଧ ଆରମ୍ଭିଲେ ଆରମ୍ଭିଲେ। ତ୍ରିପୁରାସୁର ବୋଇଲା ତୁମେ ବାବାଜୀ ଆସିଛ ଭଲେ ହଁ, ହଁ। ଯାଇ ତପସ୍ୟା କର ହେ କି ଯୁଦ୍ଧ କରିବ ହଁ, ହଁ। ଏତେ କହି ତ୍ରିପୁରା ଯେ ପହଞ୍ଚିଲା ଧ୍ରୁବ ହଁ, ସେ ହଁ। ରଥ ଗୋଟେକୁ ପୁଣି ଉଠାଇଲା ହସ୍ତେ ଘିରି ଘିରି ବୁଲାଇଲା ଫିଙ୍ଗି ଦେଲା ଉଚ୍ଚେ ଆଜ୍ଞା, ଯାଇ ସେ ମହାଦେବ ବସିଥିଲେ ରଥରେ ବହନ ସେ ରଥ- ଆଜ୍ଞା ବୁଲାଇ ଫିଙ୍ଗିଲେ ପୁଣି ତ୍ରିପୁରା ଅସୁର ସେଦିନ ଯାଇ ସେ ରଥ ପଡିଲା ଅତି ବହୁ ଦୂରେ ସେ ରଥ ଚୂର୍ଣ୍ଣ ହୋଇଲା ପଡି ଧାତିକାରେ ହଁ। ପଡିଗଲେ ପଞ୍ଚାନନ ବସିଗଲେ ଭୋଳା ବୋଇଲେ ଯେ ଭୋଳାନାଥ ପଡିଗଲା ଡୋଳା ହଁ। କହିଲେ ଯିଏ ମୋ ରଥକୁ ଫିଙ୍ଗି ଦେଲା ଏତେ ଦୂରେ ତାକୁ ମୁଁ କିଛୁ ଯୁଦ୍ଧରେ ମାରିବି କିଣିବି ଥରେ ବାହୁରେ। ହେଲେ ଆଜ୍ଞା ଆଜ୍ଞା। ମହାଦେବ ବିଚାର କଲେ ବିଜୟ ରଥ ଦେବତା ମାନଙ୍କର ସେ ରଥରେ ବସି ଯୁଦ୍ଧ କରୁଥିଲେ ଯିଏ ମୋର ରଥକୁ ଫିଙ୍ଗି ଦେଲା ବାହୁ ବଳରେ ତାକୁ ମୁଁ କଣ ଜିଣିପାରିବି ଯାଇ ଦେବତା ମାନଙ୍କୁ ମହାଦେବ କହିଲେ ଏଣେ ମହାଦେବ ଆରତ ଶୁଣିଦେବ ଗଣ ବସିଣ ନିଷ୍ପତ୍ତି କଲେ ସବୁ ଦେବ ମିଶି ବିମାନ ହଇଲେ ବ୍ରହ୍ମ ସେ ରଥେ ସାରଥି ହେଲେ गे ଚାରି ଯୁଗ ତାରି ଖମ୍ବ ହେ। ଅନନ୍ତ ନାଗର ଯୁ ହଇଲେ गे ଚାରି ଯୁଗ ଚାରି ଖମ୍ବ। ସେଇଠୁ ଯେତେବେଳେ ରଥରେ ପଡିକି ଯେତେବେଳେ ରଥ ତାଙ୍କର ଭାଙ୍ଗିଗଲା ଆଜ୍ଞା ଭଗବାନ ଭୋଳାନାଥଙ୍କର ତାଙ୍କର ଚେତା ହଜିଗଲା ଠିକ ତାପରେ ଯେତେବେଳେ ଆସିଲେ ସେ କହିଲେ ଯେ ମତେ ରଥ ସହିତ ଯେ ମତେ ଏତେ ଦୂରରୁ ଫିଙ୍ଗି ଦେଇଛି ହଁ ହଁ ମୁଁ ତାକୁ ଯୁଦ୍ଧ ମୁଁ କି ଯୁଦ୍ଧ କରି ତାକୁ ମୁଁ ଯୁଦ୍ଧରେ କଣ ମାରିବି ଠିକ ବୁଝିପାରିଲେ ତେଣୁ ଆଧ୍ୟାତ୍ମ ଶକ୍ତି ନିହାତି ଦରକାର ବୋଲି ଓମକାର ବସିକିରି ଓମକାର ଦୀର୍ଘ ମାନେ ସେ ଜପ କଲେ ମହାଦେବ ଓମକାର ଯେତେବେଳେ ଜପ କଲେ ସେତେବେଳେ ରାଧା ଦେବୀ ଯିଏକି ଆଦି ମାତା ଆଦି ଶକ୍ତି ତାଙ୍କ ଠିକ। ସାମ୍ନାରେ ଉପସ୍ଥିତ ହେଲେ କହିଲେ କାହିଁକି ମତେ ଏତେ ଓମକାର ନ ଦେଇକି କାହିଁ ତପସ୍ୟା କରୁଛ ହଁ, ହଁ। ନା ମତେ ସେ ତ୍ରିପୁରର ଯିଏ ଶତ୍ରୁ ତ୍ରିପୁରାସୁର ତାକୁ ବଧ କରିବା ପାଇଁ ମତେ ଶକ୍ତି ଦରକାର କହିଲେ ଠିକ ଅଛି ତାର ଶକ୍ତି ହରଣ କରିବା ପାଇଁ ମୁଁ ପଠେଇ ଦଉଛି ବ୍ୟବସ୍ଥା କରି ତାର ଶକ୍ତି ଅଧା ହରଣ ହେଇଯିବ ହଁ, ହଁ। ଆଉ ମୋର ତରଫରୁ ଗୋଟେ ଶକ୍ତିଟାକୁ ମୁଁ ଗୋଟେ ପ୍ରଦାନ ତମକୁ ଗୋଟେ କରୁଛି। ପ୍ରଦାନ ପ୍ରକଟ କରୁଛି ବୁଝାହେଲ କରିକିରି ସିଏ ତମ ଭିତରେ ଶକ୍ତିଟା ଅନ୍ତର୍ହିତ ରହିବ ଅଦୃଶ୍ୟ ଭାବରେ ରହିକି ସିଏ ଯୁଦ୍ଧ କରିବ ଆଉ ମୁଁ ଯୁଦ୍ଧ କେମିତି କରିବି ମୋ ପାଖରେ ତ ବିମାନ ନାହିଁ ସେ ସେତେବେଳେ କଣ କଲେ ବିଷ୍ଣୁଙ୍କୁ ଡାକିଲେ କହିଲେ ଯେ ତମ ବର୍ତ୍ତମାନ ଷଣ୍ଢ ରୂପ ହୁଅ ହଁ, ହଁ। ଷଣ୍ଢ ତମ ଉପରେ ବସିକିରି ଭଗବାନ ଭୋଳାନାଥ ତ୍ରିପୁରାସୁରକୁ ବଧିବେ କିନ୍ତୁ ଆଜ୍ଞା ବ୍ରହ୍ମ ବୈବର୍ତ ପୁରାଣ ପ୍ରମାଣ ଦେଲା ବିଷ୍ଣୁ ଧର୍ମ ବୃଷଭ ରୂପ ହୋଇ ବୃଷଭ ପିଠିରେ ବସି ବିଷ୍ଣୁ ଯୁଦ୍ଧ କଲେ କିନ୍ତୁ ଶିବ ପୁରାଣରେ ପୁଣି ଯା ପ୍ରମାଣ ଦେଇଛି ଆଚ୍ଛା। ପୃଥିବୀ ଦେବୀ ପୁଣି ବିମାନ ହୋଇଛି ଆଜ୍ଞା ଚାରି ଯୁଗ ପୁଣି ବିମାନର ଚାରି ଖମ୍ବ ହେଲେ ଅନନ୍ତ ବାସୁକି ପୁଣି ଯେ ଦୁଇର ଯୁଗ ହେଲେ କିନ୍ତୁ ବ୍ରହ୍ମ ବୈବର୍ତ ପୁରାଣ ଲେଖିଲା ପ୍ରମାଣ ଯିଏ ବିଷ୍ଣୁ ସିଏ ସାକ୍ଷାତରେ ବୃଷଭ ଧର୍ମ ଏଣୁକରି ବୃଷଭ ରୂପ ପୁଣି ବିଷ୍ଣୁ ହୋଇଲେ ବୃଷଭ ରୂପ ପୁଣି ଯେ ବିଷ୍ଣୁ ହୋଇଲେ ବୃଷଭରେ ମହାଦେବ ବସିଲେ ଯୁଦ୍ଧ କଲେ ଯାଇ ତ୍ରିପୁରା ଅସୁର ସଙ୍ଗରେ ଅବଶ୍ୟ ଲେଖା ଅଛି ବ୍ରହ୍ମ ବୈବର୍ତରେ ଦେବୀ ଭାଗବତ ଯେ ମହାପୁରାଣ ହଁ, ଠିକ। ନବମ ସ୍କନ୍ଧରେ ଏହାର ପ୍ରମାଣ ବ୍ରହ୍ମ ବୈବର୍ତ ପୁରାଣ ପ୍ରକୃତି ଖଣ୍ଡରେ କବି ଲେଖା କରିଛନ୍ତି ହେ ବିଚାରେ ଆଜ୍ଞା ବହୁ ଦିନ ତଳେ ପଢିଥିଲି ବ୍ରହ୍ମ ବୈବର୍ତ ପୁରାଣ ହଉ କାହାଣୀଙ୍କ ପୁଣି କେତେବେଳେ କୁପଟେ ମନ ସବୁ ଯାକ ପୁରାଣ ସିନା କାହାଣୀ ପଢିବେ ପଢି ପଢି ସିନା ସବୁ ସାରି ଦେବେ ସବୁ ଯାକ ଯଦି ପଡ଼ନ୍ତା ମନ ମୁକ୍ତି ହୋଇଯାଇଥାନ୍ତା ଏ ମନ ଜନ୍ମ ପଣ୍ଡିତ ମଣ୍ଡଳୀ ହେ ଶୁଣନ୍ତୁ ମନ ଦେଇ ହଉ ଏଣେ ଯେତେବେଳେ ବୃଷଭ ଗଲେ ବିଷ୍ଣୁ ହୋଇ ବୃଷଭରେ ବସିଲେ ଦେବତା ମୂଳା ସାଇଁ ଏଣେ ପୁଣି ରାଧା
ବର ରାଧା ଯୋ ଶକ୍ତି ଦେଇଥିଲେ ମହାଦେବ ପୁଣି ବୃଷଭରେ ବସିଲେ ଓଙ୍କାର ମନ୍ତ୍ରକୁ କରିଲେ ଉଚ୍ଚାରଣ ମନରୁ ଜାତ ଗୋଟିଏ କନ୍ୟା ଜନମ ମଙ୍ଗଳା ଦେବୀ ଜନମ ହୋଇଲେ ମା ମଙ୍ଗଳା ସେଠୁ ଜନମ ହେଲେ ତ୍ରିପୁରାର ସୈନ୍ୟ ସଂଘରେ ଯୁଦ୍ଧ କରିଲେ ଅସୁର ସୈନ୍ୟ ଅଟନ୍ତି ପ୍ରବଳ ଯୁଦ୍ଧ କରୁଛନ୍ତି ମା ମଙ୍ଗଳା ହୋଇ କାଳ ଏଣେ ତ୍ରିପୁରା ବସିଛି ବିମାନ ଉପର ନିଜେ ପୁଣି ମହାଦେବ ଯୁଦ୍ଧ କରନ୍ତି ମା ମଙ୍ଗଳା ଯେବେ ହେଲେ ଉତ୍ପତ୍ତି ଦେଖିଲା ଦିବ୍ୟ ନାରୀ ତ୍ରିପୁରା ଅସୁର ଏତ ବ୍ରହ୍ମାଙ୍କର ଐଶ୍ୱର କୁମାର ଏଣେ ତ୍ରିପୁରା ହୋଇଲା କାମରେ ଜର୍ଜର ହେଲା ଆଜ୍ଞା ଆଜ୍ଞା ତ୍ରିପୁରା ଅସୁର ସଙ୍ଗରେ ମହାଦେବ ଯୁଦ୍ଧ କରୁଛନ୍ତି ଯେତେବେଳେ ରାଧାଙ୍କ ଠାରୁ ରାଧାଙ୍କ ଅଂଶରୁ ଦେବୀ ଗୋଟେ ଜନ୍ମ ହେଲେ ସେ ଦେବୀଟା ଶକ୍ତି ରୂପ ହେଇକିରି ଭଗବାନ ଭୋଳାନାଥ ବା ପଞ୍ଚାନନ ଶିବଙ୍କ ଦେହରେ ଅଦୃଶ୍ୟ ଭାବରେ ରହିଲେ ନିଶ୍ଚୟ ସିଏ ତାପରେ ବିଷ୍ଣୁ ଷଣ୍ଢ ରୂପ ହେଲେ ବୃଷଭ ରୂପ ସେ ବୃଷଭ ରୂପରେ ଶିବ ବସିଲେ ଯାଇକିରି ତ୍ରିପୁରାସୁର ସହିତ ଯୁଦ୍ଧ କଲେ ଠିକ୍। ତ୍ରିପୁରାସୁର ବଧ ହେଲା ସବୁ ଦେବତା ମାନେ ଜୟ ଘୋଷ କଲେ ଶିବ କହିଲେ ଯେ ନାଇଁ ମୋର ଜୟ ଘୋଷ କରନ ଯୋଉ ଶକ୍ତି ଦ୍ୱାରା ମୁଁ ତ୍ରିପୁରାସୁରକୁ ବଧ କଲି ତାଙ୍କର ପୂଜା କର ଠିକ୍। ସେ ପୂଜା ସେ ଶକ୍ତି କିଏ ନା ମୋ ଭିତରେ ଅଛନ୍ତି ସେ ଶକ୍ତିଟା ତାପରେ ଆବାହନ କଲା ପରେ ସେ ଦେବୀ ବାହାରେ ପ୍ରକଟ ହେଲେ ଠିକ୍। ପ୍ରକଟ ହେଲା ପରେ ତମେ କିଏ ତମର ନାମ କଣ ତମର ମାନେ କାହାର କନ୍ୟା ନା ମତେ ରାଧା ମାତା ମତେ ଉତ୍ପନ୍ନ କଲେ ଠିକ ମୋ ନାମକରଣ ଏପର୍ଯ୍ୟନ୍ତ ହେଇନି ହେଇନାହିଁ। ଯେହେତୁ ତମେ ତ୍ରିପୁରାର ମଙ୍ଗଳ ପାଇଁ ତମେ ଯେହେତୁ ତମରେ କାମ କଲ ହଁ, ହଁ। ଆଜିଠାରୁ ତୁମ ନାମ ମଙ୍ଗଳା ବୋଲି ପ୍ରସିଦ୍ଧ ହବ ତ୍ରିପୁରାର ମଙ୍ଗଳ କାମନା ପାଇଁ ଜନ୍ମ ହେବା ହେତୁ ତୁମ ନାମ ହେଉ ମଙ୍ଗଳା ପ୍ରଥମେ ପ୍ରଶ୍ନର ଉତ୍ତରଟା ଦେଇ ଦେଇଥିଲି ପ୍ରଶ୍ନଟା ପଛେ ପଚାରିଲି ସତ୍ୟରେ ସୀତିକଣ୍ଠ ନା ଯୋଗ ହେଲା ପ୍ରକଟ ଠିକ୍, ତ୍ରିପୁରାସୁର ବୋଧେ କାରିଣୀ ଗୋ ଶୀତିକଣ୍ଠ କି ମହାଦେବଙ୍କ ଯୋଗରୁ ମା ମଙ୍ଗଳା ତାପରେ ଜନ୍ମ। ତ୍ରେତା ଯୁଗରେ ମଙ୍ଗଳ ବୋଲି ଗୋଟେ ଜଣେ ରାଜା ଥିଲେ ତାଙ୍କର ସନ୍ତାନ ସନ୍ତତି କିଛି ହଉନଥିଲା ସେ ମଧ୍ୟ ମଙ୍ଗଳାଙ୍କୁ ପୂଜା କଲା ପରେ ତାଙ୍କର ବଂଶ ବୃଦ୍ଧି ହେଇଥିଲା ତ୍ରେତା ଯୁଗରେ ମଙ୍ଗଳ ନାମରେ ମହିପାଳ ପୂଜିଲେ ବଂଶ ରକ୍ଷା କାରିଣୀ ଗୋ ଦ୍ୱାପରେ ବେଣୁପାଣି ତୋର ଶକତି ଜାଣି କଲେ ନିଜେ ଆପଣା ଭଗିନୀ ଗୋ ଦ୍ୱାପର ଯେତେବେଳେ କଂସ ମାନେ ଯେତେବେଳେ ଦ୍ୱାରରେ କଂସ ବନ୍ଦୀ ଘରେ କୃଷ୍ଣ ଏଠି ଜନ୍ମ ହେଲେ ସେଇଠୁ ଗୋଟେ ବିଜୁଳି କନ୍ୟା ଜନ୍ମ ହେଲେ ସେ ବିଜୁଳି କନ୍ୟା ଆଉ କେହି ନୁହଁ ସେ ହଉଛନ୍ତି ନିଜେ ମଙ୍ଗଳା ମାତା ହେଉ ବ୍ରହ୍ମ ହେଲେ ଆଜ୍ଞା- ପୁରାଣ ପ୍ରଗତି ଖଣ୍ଡ ଶ୍ରୀମଦ ଦେଇ ଲେଖା ଭାଗବତ ଅଛି। ନବମ ସ୍କନ୍ଧ ନାଇଁ ବ୍ରହ୍ମାବର୍ତ ପୁରାଣର ପ୍ରମାଣ ଅଛି ଶିବଙ୍କ ଯୋଗରୁ ମଙ୍ଗଳ